ଶ୍ରୀମନ୍ଦିର ପରିସରରେ ମୁଖ୍ୟ ଅଧିଷ୍ଠାତା ଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବ୍ୟତୀତ ଯେଉଁ ବେଢ଼ାସ୍ଥ ଦେବାଦେବୀ ମନ୍ଦିର ରହିଛି ସେଥିରେ ମା ବିମଳା ହେଉଛନ୍ତି ସର୍ବାଧିକ ରହିଛନ୍ତି। ଇଏ ଗୋଟିଏ 51 ପୀଠ ମଧ୍ୟରେ ମଧ୍ୟ ଶାକ୍ତ ପୀଠ ମଧ୍ୟରେ ଅନ୍ୟତମ। ବହୁ ପ୍ରାଚୀନ ସମୟରୁ ମା ବିମଳା ଦେବୀଙ୍କର ଏଇଠାରେ ପ୍ରତିଷ୍ଠିତ ହୋଇଛନ୍ତି। ଅତୀତରେ ତାଙ୍କୁ ଯେଉଁ ଗବେଷକମାନେ ଧର୍ମାଚାର୍ଯ୍ୟମାନେ ତାଙ୍କୁ ଗ୍ରାମ ଦେବତୀ ଭାବରେ ଅଭିହିତ କରିଛନ୍ତି। ଶ୍ରୀକ୍ଷେତ୍ରରେ ଇଏ ହେଉଛନ୍ତି ଗ୍ରାମ ଦେବତୀ। ତେଣୁ ଶ୍ରୀକ୍ଷେତ୍ରରେ ଯେତେ ଦେବୀ ଶକ୍ତି ପୀଠ ରହିଛି ତନ୍ମଧ୍ୟରେ ସବୁଠାରୁ ପ୍ରାଚୀନ ହେଉଛନ୍ତି ମା ବିମଳା। ମା ବିମଳାଙ୍କର ମନ୍ଦିର ବିଭିନ୍ନ ସମୟରେ ନିର୍ମାଣ କରାଯାଇଛି। ଯଜାତିଙ୍କ ସମୟରେ ନିର୍ମାଣ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଅନଙ୍ଗ ଭୀମଦେବ ସମୟରେ ଯେଉଁ ମନ୍ଦିର ନିର୍ମାଣ ହୋଇଛି ଆମେ ତାକୁ ପରିଦୃଶ୍ୟମାନ ବା ବର୍ତ୍ତମାନ ଆମେ ଦେଖୁଛେ। ଏହି ମନ୍ଦିରରେ ମାଙ୍କର ସ୍ୱତନ୍ତ୍ର ନୀତି ତାଙ୍କର ସେବକମାନେ କରିଥାନ୍ତି। ସେଥିରେ ସକାଳ ଯେମିତି ଦ୍ୱାର ଫିଟା ତାଙ୍କର ହେଇ ତାଙ୍କର ମାଜଣା ବେଶ ଏବଂ ତାଙ୍କର ବିଭିନ୍ନ ପ୍ରକାରର ବେଶ ହଳଦୀ ଚନ୍ଦନ ସିନ୍ଦୁର କଜ୍ଜଳ ଏସବୁରେ ତାଙ୍କୁ ବେଶ କରାଯାଏ। ବେଶ ପରେ ତାଙ୍କର ପାଟ ବସ୍ତ୍ର ବା ସୂତା ବସ୍ତ୍ର ଶାଢ଼ୀ ପରିଧାନ କରିଥାନ୍ତି। ବିଭିନ୍ନ ପ୍ରକାର ମନ୍ଦାର ଚମ୍ପା ପଦ୍ମ ବିଭିନ୍ନ ପ୍ରକାର ମାଳାରେ ସୁଶୋଭିତ କରାଯାଏ। ଏହି ମନ୍ଦିରର ସ୍ୱତନ୍ତ୍ର ଭୋଗ ନାହିଁ। ଇଏ ମହାପ୍ରଭୁଙ୍କର ବଡ଼ ବାଡ଼ର ଏବଂ ଜଗନ୍ନାଥଙ୍କ ବାଡ଼ର ବିଭିନ୍ନ ପୁଷ୍ପାଳଙ୍କାର ଥାଳି ଅନ୍ନ ଏଠିକି ଆସିକିରି ମାଙ୍କୁ ପୁଷ୍ପାଳଙ୍କାର ଲାଗି ହେଇଥାଏ ଏବଂ ମହାପ୍ରସାଦ ଯେଉଁ ଥାଳି ଅନ୍ନ ଏଇ ମା ବିମଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥାଏ। ଏଇଠାରେ ପନ୍ତିବଡ଼ୁ ସେବକ ଏବଂ ଯେଉଁ ଭୋଗ ସମ୍ପୃକ୍ତ ରାଜଭୋଗ ସମ୍ପୃକ୍ତ ସେବକମାନେ ଭୋଗ ସମାପନ ପରେ ଆଣି ଥାଳିଟିକି ମା ବିମଳାଙ୍କ ଉଦ୍ଦେଶ୍ୟରେ ହାତ ଟେକି ଦେଇଥାନ୍ତି। ତାପରେ ଆନନ୍ଦ ବଜାରକୁ ଏ ଥାଳି କୋଠଭୋଗ ଅସରାକୁ ଯାଇଥାଏ। ସେହିଭଳି ମାଙ୍କର ଆଳତି ହୋଇଥାଏ। ସନ୍ଧ୍ୟା ସମୟରେ ତାଙ୍କର ବିଭିନ୍ନ ପ୍ରକାର ବେଶ ହୋଇଥାଏ ଏବଂ ରାତ୍ର ପହୁଡ଼ ହୋଇଥାଏ। ଏସବୁ ମା ବିମଳାଙ୍କର ନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଙ୍କର ସ୍ୱତନ୍ତ୍ର ଅନ୍ନଭୋଗ କିମ୍ବା ପିଠା ଭୋଗ କି ବାହାର ଦେଉଳି ବ୍ୟବସ୍ଥା ଏ ମନ୍ଦିରର ନାହିଁ। କିନ୍ତୁ ଶାରଦୀୟ ଯେଉଁ ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ମା ବିମଳାଙ୍କ ପୀଠରେ ଚଣ୍ଡୀ ପାଠ ହୁଏ। ବ୍ରାହ୍ମଣମାନେ ବରଣୀୟ ବ୍ରାହ୍ମଣମାନେ ଶ୍ରୋତ୍ରିୟ ବ୍ରାହ୍ମଣ ପଣ୍ଡିତମାନେ ବରଣ ହେଇ ଗୁଆ ଟେକିଥାନ୍ତି। ଗଜପତି ମହାରାଜା ଏମାନେ ଗଜପତିଙ୍କ ତରଫରୁ ବରଣ ହେଇ ଏଠାରେ ପୂଜା ତ୍ରିଦିନାତ୍ମକ ପୂଜା କରିଥାନ୍ତି। ଷୋଡ଼ଶ ଦିନାତ୍ମକ ପୂଜା କରିଥାନ୍ତି। ଏହି ସମୟରେ ସ୍ୱତନ୍ତ୍ର ବିମଳେଇ ପିଠା ଗଜା ମୁଆଁ ଅନ୍ୟାନ୍ୟ ସକାଳ ଧୂପର ଖେଚଡ଼ି ଭୋଗ ଶାଗ ଇଏ ସବୁ ଆସି ମାଙ୍କର ଆଉ ଥରେ ଷୋଡ଼ଶ 4ରେ ପୂଜା କରାଯାଏ ଏବଂ ବିଶେଷ କରି ମହାସପ୍ତମୀ ମହାଅଷ୍ଟମୀ ଏବଂ ମହାନବମୀ ଦିନ ଏଠି ତାଙ୍କର ଶଙ୍ଖୁଡ଼ି ଭୋଗ ମଧ୍ୟ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ ରୋଷ ନିର୍ମାଣ କରାଯାଇ ସେଠି ସୁପକାରମାନେ କରିଥାନ୍ତି ଶଙ୍ଖୁଡ଼ି ଭୋଗ ଏବଂ ମାଙ୍କୁ ଖେଚଡ଼ି ବେସର ଇତ୍ୟାଦି ଭୋଗ ହୋଇଥାଏ। ବିଳମ୍ବିତ ରାତ୍ରରେ ସେହି ମନ୍ଦିରର ପୂଜକମାନେ ଏକୁ କରିଥାନ୍ତି। କିନ୍ତୁ ଅନ୍ୟାନ୍ୟ ପୂଜା ଯେଉଁଗୁଡ଼ିକ ରହିଛି ସେଗୁଡ଼ିକ ରଥ ସାମନ୍ତ ଏବଂ ବରଣୀୟ ବ୍ରାହ୍ମଣମାନେ କରିଥାନ୍ତି। ଏହି ସମୟରେ ଆଉ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି ଯେ ରତ୍ନଭଣ୍ଡାରୁ ମା ଦୁର୍ଗାଙ୍କର ଯେମିତି ଷୋଡ଼ଶ ଦିନାତ୍ମକ ପୂଜା ଅବସରରେ କୁମ୍ଭାଭିଷେକ ହୁଏ ଏବଂ ସହସ୍ରା କୁମ୍ଭାଭିଷେକ ସରିଲା ପରେ ମା ଦୁର୍ଗା ଏବଂ ରତ୍ନସିଂହାସନରୁ ଶ୍ରୀ ମାଧବ ଏକତ୍ର ଏହି ମନ୍ଦିରର ଜଗମୋହନରେ ଗୋଟିଏ କାଷ୍ଠ ଖଟ ଉପରେ ଏକାଠି ରୁନ୍ଧା ହୋଇ ରହିଥାନ୍ତି ଏବଂ ଏଠି 8 ଦିନ ରହିବା ପରେ ପୁନଶ୍ଚ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ରଥାକୃତି ବିମାନରେ ଦୁର୍ଗା ମାଧବ ବିଜେ କରିଥାନ୍ତି। ସେଠାରେ ମାଣ୍ଡବ ଭୋଗ ହୁଏ ଅନ୍ୟାନ୍ୟ ବନ୍ଦାପନା ନୀତି ହୁଏ। ତାପରେ ମା ବିମଳା ଗୋଟିଏ ହେଉଛି ପ୍ରସିଦ୍ଧ ତାନ୍ତ୍ରିକ ପୀଠ ବୋଲି ବହୁ ତାନ୍ତ୍ରିକ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ଏବଂ ସେ ସାକ୍ଷାତ ଜଗନ୍ନାଥଙ୍କର ମହାଶକ୍ତି ଅଟନ୍ତି ବୋଲି ମଧ୍ୟ ପଣ୍ଡିତମାନେ ପ୍ରକାଶ କରିଛନ୍ତି। ବା ବିମଳାଙ୍କର ଏଇ ମୂର୍ତ୍ତି ମଧ୍ୟ ଅତ୍ୟନ୍ତ ପ୍ରାଚୀନ ସମୟର। ଏଥିରେ ବହୁ ତାଙ୍କର ଯେଉଁ ସାଧନା ଅତୀତରେ ବାମାଚାରୀମାନେ ଅନ୍ୟାନ୍ୟ ତାନ୍ତ୍ରିକମାନେ ଏଠି ସାଧନା ଆସିକି କରୁଥିଲେ ବା ବିମଳାଙ୍କ ନିକଟରେ। ସୁତରାଂ ଭାରତବର୍ଷର
जो प्रसिद्ध शाक्तपीठ मान रही जमती आसामर कामाख्या अन्यान्य सब पीठ मानक रही से भली श्रीक्षेत्र श्रीमंदिर रे माँ विमला होती गोटे प्रसिद्ध शाक्तपीठ एवं तांकर पूजा पद्धति पूजार्चना स्वतंत्र भिन्न प्रकार रही आसी।